ଆଉ ତମର ଏଇ ଟେଣ୍ଡେନ୍ସିଟା ମତେ ଜମା ଭଲ ଲାଗେ। ଆରେ ବାହାରେ ୱିସ୍ପରିଂ ହଉଛି ଯେ ଆମେ କୁଆଡେ ଆମ ଝିଅ ମିନିଟି ଫ୍ରି ଛାଡ଼ି ଦେଇ ବିକ୍ରମ ପାଇଁ ଚାଲ ପକେଇଛୁ। ଯିଏ ଯାହା ଭାବୁଛି ଭାବୁ, ଯିଏ ଯାହା କହୁଛି କହୁ, ସେଥିରେ ମୋର କିଛି ଦାୟ ଆସେ ନାହିଁ। ଆରେ ଦୁଇଏ ଦୁଇକୁ ଭଲ ପାଉଛନ୍ତି, ନିୟର ଫ୍ୟୁଚରରେ ସେମାନେ ମ୍ୟାରେଜ କରିବେ। ଦେଖିବ ସେଇ ଲୋକମାନେ କହିବେ ଭଲ ଜ୍ୱାଇଁଟେ ପାଇଲେ, ବିକ୍ରମ ଭାରି ଭଲ, ଭଲ ଘର, ଭଲ ଚାକିରି। ଆରେ ତଥାପି ପ୍ରେଷ୍ଟିଜ୍ ବୋଲି ଗୋଟେ କିଛି ଅଛି ନା ନାହିଁ? ରଖରେ ତମର ସେ ପ୍ରେଷ୍ଟିଜ୍। ସେଇ ଆକୃଷ୍ଟ ଗୋଟେ ଜ୍ୱାଇଁ ପାଇବାକୁ ହେଲେ ଯିଏ ଯୋଉ ଡାଉରି ଡିମାଣ୍ଡ କରିବେ ତମେ ଚନ୍ଦା ହେଇଯିବ। ଝିଅ ଝିଅକୁ ଦବା ପାଇଁ କଣ ରଖିଛ? କିଛି ଭୌତିକ ସମ୍ପତ୍ତି ନା ନିଜ ଅର୍ଜିନାଲ କିଛି? ଭାଗ୍ୟ ଭଲ, ଦିହେ ଦିନକୁ ଭଲ ପାଉଛନ୍ତି। ଲଭ୍ ମ୍ୟାରେଜର ଡିମାଣ୍ଡ ବଇଟା ନଥାଏ। ବିକ୍ରମ ବି ପ୍ରପୋଜାଲ ଦେଲେ, ଏବେ ତାଙ୍କ ଘର ଲୋକ ଦେଖିବାକୁ ଆସିବେ। ଯଦି ସଙ୍ଗେ ସଙ୍ଗେ ଦେଖିବାକୁ ଆସି ବାହାଘର କଥା କହିବ, ତମେ ପଇସା କୋଉଠୁ ଏରେଞ୍ଜ କରିବ ସେଇ କଥା ଚିନ୍ତା କର। ଏମିତି ବି ତ ଘରର ସପୋର୍ଟ ତମ କିଛି ନାହିଁ। ଏବେ ତ ଥିଲେ ତମେ କିଛି ରିଲାକ୍ସ ହେଇଥାନ୍ତ। ଆଉ ତମ ବାପା ସେ ତ ଦେଶକୁ ସ୍ୱାଧୀନ କରିବାରେ ମାତିଲେ। ଆଗରେ ଯାହା ସବୁ ଥିଲା ସବୁ ଦାନ ପୁଣ୍ୟ କରି ସାରିଲେ। ଆଉ ଏବେ ଏବେ ଆମ ମୁଣ୍ଡ ଉପରେ ବୋଝ। ଏଇ ଆସିଲି କଥା ମତେ ବି କହିଦେବି। ବାପା କଣ କହୁଥିଲ? ନାଇଁ ନାଇଁ କୁହ। ମତେ ଆଉ କିଛି ଦେଖାଯାଉନି, ଆଉ ପଢି ବି ହଉନି। ପଢିବା କଣ ଦରକାର? ମାନେ ତମର ପଢିବା କଣ ଦରକାର? ଏଠି କଣ ସଂସିକି ଥୋଇ ଦେଇଛ? ସାଙ୍ଗେ ସାଙ୍ଗେ ଅର୍ଡର କଲା ମାନେ ନୂଆ ଚଷମା ଆସିକି ପହଞ୍ଚିଯିବ। କହୁଛ ଏଇଥିରେ ଚଳେଇ ନେବି ନା? ହଁ ବାପା, ଏବେ ଏଇଥିରେ ଚଳେଇବୁ। ଘରଟା ମାନିଲା ମତେ ତମକୁ ଜଣା ଅଛି? ତମେ ତ ଦେଶ ସ୍ୱାଧୀନ କରିବାରେ ମାତିଲ, କଣ ପାଇଲ? ଆଉ ପୁଅ ପାଇଁ କଣ ରଖିଛ? ଏବେ ସବୁବେଳେ ତମକୁ କଣ ନା କଣ ଦରକାର। এই দেখো মোটামুটি পড়েন প্রত্যেক ইন্ডিয়াকে মনে করলো না দেখলো এদিকে দেখো এটা ফতেই ନୁହେଁ ରେ। ଆଉ କମ ଟାଇମର ଖତି କଣ ମିଳୁଛି? ତୋରା ଏଇଟା ହଉଛି ଆଜିକାଲିର ଖତି। ତୁ କାହିଁକି ଆଣୁଥିଲୁ? ମୁଁ ଜାଣିଛି ତମର ଧୋତି ସାଙ୍ଗରେ ଖତେଇ ପିନ୍ଧିବ ପଇସା ମିଳିଲେ ଧୋତିଟି ବି ନେଇ ଆସିବ। ପଇସା? ତୁ ପଇସା